ଆସିଥିଲା ଯେ ଜଣେ ବ୍ୟକ୍ତି ଯେତେବେଳେ ତାର ମୃତ୍ୟୁ ହେଇଯାଇଛି, ପୁଣି ଜନ୍ମ ପାଇଁ ସଜବାଜ, ये वास्तविक नुह ବୋଧହୁଏ ବର୍ଣ୍ଣନା ଯୁକ୍ତ, ତେବେ ବି ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ଭଗବାନ ଦେଖାହେଲେ, ଭଗବାନ ମତେ ପୁଣି ଜନ୍ମ କାହିଁକି ଦଉଛନ୍ତି? ନା ତୁ ତ କିଛି ପୁଣ୍ୟ କରିନୁ, ତେଣୁ ତୁ ପୁନର୍ବାର ଜନ୍ମ ହେବୁ। ସେ କହିଲା, ହେ ଭଗବାନ, ମୋ ପାଖରେ କଣ ଧନ ଥିଲା? ମୁଁ ତ ଗୋଟେ ଭିକାରୀ। ମୋ ପାଖରେ କଣ ଧନ ଥିଲା ଯେ ମୁଁ ପୁଣ୍ୟ କରିଥାନ୍ତି? ଭଗବାନ କହିଲେ, ବହୁତ ଗୋଟିଏ ବିଷୟ କହିଲେ। ସେ ଭିତରେ ଗୋଟିଏ କଥା କହିଲା, ମୁଁ ମଧ୍ୟ ଗୋଟେ ଭିକାରୀ ହେଇ ଯାଇଥିଲି, ବୃଦ୍ଧ ଭିକାରୀଟିଏ। ତୁ ଯୌବନ ସମ୍ପନ୍ନ ଥିଲୁ, ମୁଣ୍ଡରେ ମୁଁ କାଠ ବୋଝଟିଏ ନେଇଯାଇଥିଲି, ଉଠେଇ ପାରୁନଥିଲି, ଟିକେ ଉଠେଇବା ପାଇଁ କହିଲି, କିନ୍ତୁ ତୁ ତ ମନା କରିଦେଲୁ। ମତେ ଏମିତି କଲୁ ସତେ ଯେମିତି ମୁଁ ଭିକାରୀ, ତୁ ଧନୀ। ତୋର ମାନସିକ ଚିନ୍ତା, ତୋର ଭାବନା ଭିକାରୀ ପରି ତ ନଥିଲା। ଭିକାରୀ ସେ ହିଁ ଥାଏ ଯେ ଭଗବାନଙ୍କ ପାଖରେ ଜନ୍ମ ମୃତ୍ୟୁର ବନ୍ଧନର ମୁକ୍ତି ପାଇଁ ହାତ ପତେଇଥାଏ। ସେ ପ୍ରକୃତ ଭାବ, ସେ ହିଁ ପ୍ରକୃତ ଭିକ୍ଷା। ତୁ ତ ସେୟା କେବେ କରିନାହୁଁ, ତେଣୁ ତୁ ଜନ୍ମ ନେବୁ। ବାସ୍ତବରେ ଯଦି ଆମେ ଯଦି ଟିକେ ବ୍ୟାଖ୍ୟା କରିବା, ଭଲ ଭାବରେ ଚିନ୍ତା କରିବା, ତାକୁ ପ୍ରତ୍ୟକ୍ଷ କରିପାରିବା ଯେ ମନୁଷ୍ୟ ଯେତେବେଳେ ମୃତ୍ୟୁ ବରଣ କରିଥାଏ, ସେ ସମୟରେ ସେ ଭଗବାନଙ୍କ ପାଖରେ ବହୁତ କିଛି ପ୍ରାର୍ଥନା କରିଥାଏ। ଭଗବାନଙ୍କ ପାଖରେ ବହୁତ ପ୍ରାର୍ଥନା କରିଥାଏ, ମତେ ଆଉ ଜନ୍ମ ଦିଅନ୍ତୁ ନାହିଁ। ତାର ଜନ୍ମ ସମୟରେ ଯୋଉ କଷ୍ଟ ସେ ଅନୁଭବ କରିଥାଏ, ଆମେ ତ ତୃତୀୟ ସ୍କନ୍ଧରେ ପଢିଲେ, କପିଳ ମୁନି ମାତା ଦେବଭୂତିଙ୍କୁ କହୁଛନ୍ତି, ମାତା ଦେବଭୂତି ଯାଚନା କରିଛନ୍ତି, ହେ ପୁତ୍ର, ନିଜ ଗର୍ଭରୁ କପିଳ ମୁନିଙ୍କୁ ଜନ୍ମ କରିଛନ୍ତି। କର୍ଦମ ମୁନି କହିଲେ, ମୁଁ ଗୋଟିଏ ପୁତ୍ର ତୁମକୁ ପ୍ରଦାନ କରିଦେଲି, ବର୍ତ୍ତମାନ ମତେ ମୋର ମୁକ୍ତିର ରାସ୍ତାରେ ଆଗକୁ ବଢିବାକୁ ଦିଅ। ଯେଉଁ ପ୍ରକାର ଆମର ବିବାହ ପୂର୍ବର କଥା ଥିଲା, କର୍ଦମ ମୁନି ପଳେଇ ଯାଇଛନ୍ତି ଏବଂ ମାତା ଦେବଭୂତିଙ୍କୁ କହିଛନ୍ତି ଯେ ତୋ ଗର୍ଭରେ ସ୍ୱୟଂ ଭଗବାନ ଅବତରିତ ହେଉଛନ୍ତି। ତେଣୁ ହେ ପ୍ରିୟ, ତୁମ ଜୀବନର ଯୋଉ ପଥ, ତୁମ ଜୀବନର ଯୋଉ ବାସ୍ତବିକ ସତ୍ୟ, ତାକୁ ତୁମେ କପିଳଙ୍କ ଠାରୁ ପ୍ରାପ୍ତ କରିବ, ପୁତ୍ର ଠାରୁ ପ୍ରାପ୍ତ କରିନିଅ। କପିଳ ମୁନି ଆସନରେ ବସିଛନ୍ତି, ମାତା ଦେବଭୂତି ମାତା ହେଲେ ମଧ୍ୟ ଯେହେତୁ ଜ୍ଞାନର ଯାଚନା କରୁଛନ୍ତି, ସେ ତଳେ ବସି ଆସନରେ ବସି କହୁଛନ୍ତି, ହେ ପୁତ୍ର, ଜୀବନ ଲକ୍ଷ୍ୟ କଣ? ମନୁଷ୍ୟ କଣ? ତାହାର ଗତି କଣ? କପିଳ ମୁନି ବିଭିନ୍ନ ବିଷୟ କହିଛନ୍ତି। ମନୁଷ୍ୟ ଥରେ ତାକୁ ପାଠ କରିବା ଦରକାର। ଗର୍ଭ ଭିତରେ ସନ୍ତାନଟିଏ ଯେତେବେଳେ ରହୁଛି, କେତେ କଷ୍ଟ ପାଉଛି।
ମଳମୂତ୍ର ଭିତରେ କେତେବେଳେ ମା ଲବଣ, କେତେବେଳେ ଖଟା, ସୂକ୍ଷ୍ମ ସୂକ୍ଷ୍ମ ଏ ଶରୀର କେତେ ଯେ କଷ୍ଟ ପ୍ରାପ୍ତ ହେଉଛି, ଛଟପଟ ହେଉଛି ପିଲାଟି ଭିତରେ। ଏବଂ ତାର ସବୁ ସ୍ମୃତି ମନେ ରହିଥାଏ। ଯେ ସବୁ ସ୍ମୃତିକୁ ସେ ମନେ ପକାଇ ହାତ ଯୋଡି ଭଗବାନଙ୍କୁ କହୁଛି, ପ୍ରଭୁ ଆଉ ଜନ୍ମ ଦିଅନି, ମତେ ମୁକ୍ତି କରିଦିଅ, ମତେ ଆଉ ଜନ୍ମ ଦିଅନି, ମୁଁ ଜନ୍ମ ହେବାକୁ ଚାହୁଁନାହିଁ। ହାତ ଯୋଡି ଭଗବାନଙ୍କ ପାଖରେ ନେହୁରା ହୋଇଥାଉଛି। କିନ୍ତୁ ଭଗବାନ ମନୁଷ୍ୟ ଜୀବନର ଏ ଯୋଉ ନେହୁରାପଣ ଏ ପରିବର୍ତ୍ତନ ହେଇଯାଏ। ଏମିତି କିଏ ନାହିଁ ଯେ ଭଗବାନଙ୍କ ପାଖରେ ଶରଣ ନେଇନାହିଁ। ଥରେ ଅଧେ ସମସ୍ତେ ଜୀବନରେ ଶରଣ ନେଇଛନ୍ତି। ହେଇଥାଇପାରେ କିଏ ଧନ ପାଇଁ ହେଇଥାଇପାରେ, କିଏ ଜନ ପାଇଁ ହେଇଥାଇପାରେ, କିଏ ସ୍ୱାସ୍ଥ୍ୟ ପାଇଁ ହେଇଥାଇପାରେ, ଇତ୍ୟାଦି ଇତ୍ୟାଦି, କିନ୍ତୁ ଶରଣ ନେଇଛନ୍ତି। କିନ୍ତୁ ସେ ଶରଣର ଭାବକୁ ପରିପ୍ରକାଶ କରିବା ପାଇଁ ନା ଜ୍ଞାନ ଅଛି, ନା ଆଉ ସମୟ ଅଛି। ତାହା ହିଁ ମଣିଷ ଭୁଲ କରିଦେଇଥାଏ। ମଣିଷକୁ ମୁକ୍ତି ପ୍ରାପ୍ତ କରିବା ପାଇଁ ଏ ଶରୀରର ଆବଶ୍ୟକତା ରହିଛି। ବିନା ଶରୀରରେ ମଣିଷ ମୁକ୍ତି ପ୍ରାପ୍ତ କରିପାରିବ ନାହିଁ। ଏ ଶରୀରର ଆବଶ୍ୟକତା ରହିଛି। ଭଗବାନ ଯେତେବେଳେ ପ୍ରାର୍ଥନା ଶୁଣନ୍ତି, କହନ୍ତି ଠିକ ଅଛି, ମୁଁ ତତେ ଶରୀର ପ୍ରଦାନ କରୁଛି, ତୁ ଯାହା ମତେ କହୁଛୁ, ଯୋଉ ନେହୁରା ହଉଛୁ, ଯୋଉ ହାତ ଯୋଡି ପ୍ରାର୍ଥନା କରୁଛୁ, ତାକୁ ଟିକେ ପ୍ରମାଣ କରିଦେ। ତୁମର ଶରଣାଗତ ହେଇଯା, ସେଇ ଶରଣାଗତ ସେଇ ଶରୀରରେ ହିଁ ପରିବ୍ୟାପ୍ତ କରିନେ, ମୁଁ ତତେ ମୁକ୍ତି କରିଦେବି, ମୁଁ ତତେ ମୁକ୍ତି କରିଦେବି। ମୁଁ ଜନ୍ମ ଦେବାର ବାରମ୍ବାର ମୋର କିଛି ଇଚ୍ଛା ନାହିଁ। ଏ ଜନ୍ମ ନେବାର ଇଚ୍ଛା ତୋର ସ୍ୱୟଂ ଇଚ୍ଛା, ମୁଁ ତତେ ମୁକ୍ତି କରିଦେବି। କିନ୍ତୁ ମଣିଷଟି କଣ କରେ? ହାତ ଯୋଡି ମଳମୂତ୍ର ଗର୍ଭ ଭିତରେ କେତେବେଳେ ଲବଣାକ୍ତ, କେତେ ଅମ୍ଳାକ୍ତ ଖାଦ୍ୟର ଯୋଉ କୁଞ୍ଚନ ସେଥିରେ କଷ୍ଟ ପ୍ରାପ୍ତ କରି ଯେଉଁ ରହିଥାଏ, ଯେତେବେଳେ ବାହାରକୁ ଆସିଯାଏ, କେତେ ସୁନ୍ଦର ସଫା ସଫି କରିଦେଇ ପାଉଡର ଫାଉଡର ଦେଇ କିଏ କହେ ମୋ ପୁଅ, କିଏ କହେ ମୋର ଭାଇ, କିଏ କହେ ମୋର ପୁତୁରା, କିଏ କହେ ମୋ ମଣଜା, ଇତ୍ୟାଦି ଇତ୍ୟାଦି ବିଶେଷଣରେ ସେ ପରିପୂର୍ଣ୍ଣ ହେଇଯାଏ ଏବଂ କହିଥାଏ, ଆରେ ବହୁତ ବଢିଆ ତ, ମୁଁ ସେଟା କେବେ କଷ୍ଟ ପାଇଥିଲି କି ନ ପାଇଥିଲି, ଏବେ ତ ବହୁତ ବଢିଆ ଅଛି। କେତେ ସୁନ୍ଦର ଏସି ଲାଗିଛି, ଲାଇଟ ଲାଗିଛି, କେତେ ଜଣ ମତେ ଗେଲ କରୁଛନ୍ତି, କିଏ ହସି ଦେ କହୁଛି, କିଏ ଟିକେ ଅନେଇ ଦେ କହୁଛି। ଆରେ ବାହ, ये तो बात बहुत बढ़िया ଜାଗା। ଭୁଲିଯାଏ, ସେ କଷ୍ଟକୁ ଭୁଲିଯାଏ, ସେ ଦୁଃଖକୁ ଭୁଲିଯାଏ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଭୁଲିଯାଏ ଏବଂ ସଂସାର ଭିତରେ ଯୋଉ ଆନନ୍ଦଟା, କ୍ଷଣିକ ଆନନ୍ଦଟା ପ୍ରାପ୍ତ କରିଛି, ସେ ଆନନ୍ଦଟାକୁ ବାରମ୍ବାର ମନେ ପକାଇ ମୁଁ ତ ଆଉ କୋଉଠି ପାଇଯିବି, ପାଇଯିବି, ପାଇଯିବି। କିନ୍ତୁ ଧୀରେ 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 ସେ ଆନନ୍ଦ ଦୁଃଖରେ ପରିପୂର୍ଣ୍ଣ ହେଇଯାଏ। ସେ ଦୁଃଖକୁ ଯେତେବେଳେ ସମ୍ବରଣ କରିନିଏ, ହେ ଭଗବାନ ଭୁଲ କରିଦେଲି, ପୁଣି ଭଗବାନ କହନ୍ତି ଠିକ ଅଛି, ଏଥର ସୁଧୁରି ଯା। ତାପରେ ପୁଣି ଆଉଥରେ ସୁଖ ପଳେଇ ଆସେ, ଆଉଥରେ ଭଗବାନଙ୍କୁ ଭୁଲିଯାଏ। এই ପ୍ରକାର ଭଗବାନଙ୍କୁ ବିସ୍ମରଣ କରି କରି ଏ ଜଗତ ସହିତ ତଦର୍ଥ କରି ଓ ଅହଙ୍କାର
कर्ता भावरे जन्म मृत्युर चक्र से बारंबार 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 जन्म नहीं था किंतु केबे भी से चिंता करे नहीं जे जन्मटा होची मोर पढ़िबार समय ए पढ़िबार समय अंते मते पुणी परीक्षा देबाको पड़िबो एवं से परीक्षा रे मोर पास फेल मते जन्म मृत्यु चक्र रे पकेइबा बा उद्धार करे भगवान केते पुराण बन देइचंती केते गुरु देइचंती शरण प्राप्त हे जा तो मते सब किछि समर्पण करते वास्तव रे सब होइछ मोर तू ताको बुझी जा तेबे समर्पित हे जो तो मनुष्य से करे नहीं तो तार अवस्था कौन हुए आसक्ति जोगो यह अति सुंदर विषय मृत्यु समय रे आसक्ति आमको क्यों प्रकार अधोगति करिता है मृत्यु समय रे भगवान नाम स्मरण मनुष्य को क्यों प्रकार मुक्ति देता है अजामिन विषय पढ़िबा अपर स्कंदर अच्छी ये जो चरित शुकदेव महाराज परीक्षित जो वर्णना करुचंती हे राजन राजा भरत मृग शिशुटी प्रति एते आसक्त ही गले ताको क्षण के न देखिले रही पाले नहीं से आसे केते बळे अंकर जप तपस्या को विभ्राट करुथिला केते बळे आसे कुश दुब फूल जो पूजा पे रखा जाई थाए ताको खाई नहीं थाए तेबे भी कौन सी चिंता रे नथिले भरत महाराज भरत महाराज केवल गोटे विषय रे ही रहिले जे मृगटी मोर शरणागत था ताको मु रक्षा करिछि मोर कर्तव्य ए भावरे से मृगर प्रति आसक्ति एवं जेतेबेले ताको न देखंती चिंता करंती जे केउ आड़े गला कौन खाइला वास्तव में मु तार रक्षा करि पारली नहीं मु शिकारी परी ताको बद्ध करिदेली कि मु जो प्रेम ताको करिछि से प्रेम को मने पके से पुणी कौन मो पाखक फेरी आसीबो मु पुणी ए आश्रम रे से दुबघास खाउथिबा ताको देखि पारिबे हे भगवान मुर्गटी को रक्षा करंतो कौन सी गध्या कुकुर बाराहा एमाने ताको भक्षण न करंतो कौन सी व्याघ्र सिंह एमाने ताको भक्षण न करंतो एवं से भालनी करुचंती ए तीन जगत को आलोक प्रदान करुथिबा आदित्य नारायण भगवान सूर्य अस्ताइवा को बसिलेने अथच शिशुटी मृग शिशुटी
ବର୍ତ୍ତମାନ ଯାଇ ଆଉ ଫେରିଲା ନାହିଁ। ସତରେ କଣ ଏ ମୃଗ ଅମ୍, ରାଜକୁମାର? ସତରେ କଣ ଏ ମୃଗ ରାଜକୁମାର ଏହି ପୁଣ୍ୟହୀନ ସାଧାରଣ ମଣିଷଟି ପାଖକୁ ଫେରି ଆସିବ? ଅତି ସୁନ୍ଦର ଭାବରେ ସିଏ ମୋ ଆଗରେ ଡେଉଁଥିଲା, ଖେଳ ପ୍ରଦର୍ଶନ କରୁଥିଲା। ସେ ପୁଣି ସେଇ ମନୋହର ଲମ୍ଫ ପ୍ରଦାନ କରିବ? ପୁଣି ସେ ମୋ ପାଖକୁ ଫେରି ଆସିବ? ବିସ୍ମିତ ଅକୃତ ସୁକୃତ ମାଗତ୍ୟ ମାଂ ସୁଖଇଷ୍ୟତି ହରିଣ ରାଜକୁମାର ବିବିଧ ରୁଚିର ଦର୍ଶ ନିଜ ମୃଗ ଦାରକ ବିନୋଦೈର ସନ୍ତୋଷଂ ସ୍ୱାନାପ ପନୋଦନ। ସେ କଣ ପାଖକୁ ପୁଣି ଫେରି ଆସିବ? ମୋର ଯୋଉ ବିକ୍ଷିପ୍ତ ହୃଦୟ, ଯୋଉ ଆତୁର ହୃଦୟ, ସେ କଣ ଶାନ୍ତ ହେବ? ବାସ୍ତବରେ ମୁଁ ଦୁର୍ଭାଗ୍ୟ, ମୁଁ ଦୁର୍ଭାଗ୍ୟ। ସତରେ କଣ ପୁଣି ସେ ଭାଗ୍ୟ ଫେରି ଆସିବ? ସେ ମତେ ଆନନ୍ଦ ଦେବ ଏବଂ ନିଜକୁ ହତଭାଗ୍ୟ ପରି ମୁଣ୍ଡରେ ହାତ ଦେଇ କହୁଛନ୍ତି, ଖେଳି ଖେଳି ଖେଳିକାୟଂ ମା ମୃଷା ସମାଧୀନା ମିଳିତ ଦୃଶଂ ପ୍ରେମ ସଂଗ୍ରମେଣ ଚକିତ ଚକିତ ଆଗତ୍ୟ ପୃଷଦ ପରୁଷ ବିଷାଣାଗ୍ରେଣ ଲୁଢତି। ମନେ ପକାଉଛନ୍ତି କେତେବେଳେ ମୁଁ ଟିକେ ସଠତା ଆଚରଣ କରିନି? ଆମେ ଶିଶୁମାନଙ୍କୁ ଯେମିତି ସଠତା ଆଚରଣ କରୁଛେ, ଶିଶୁକୁ କଣ କରାଯାଏ? କାନ୍ଦିବାର ଶିଖାଯାଏ ଯେ ପିଲାଟି ମାନେ ତାର ଭାବ ଜାଗ୍ରତ ହେଉଛି ନା ନାହିଁ। ସେଥିପାଇଁ ମା ମାନେ କଣ କରନ୍ତି? ଶିଶୁ ଆଗରେ କାନ୍ଦିବାର ଅଭିନୟ କରନ୍ତି ଏବଂ ଦେଖିବେ ଶିଶୁଟି ମଧ୍ୟ କାନ୍ଦିବ, କିଛି କାରଣ ନଥିବ, କାନ୍ଦିବ। ତ ସେଇ ପ୍ରକାର ରାଜା ଭରତ ସେଇ ମୃଗ ଶିଶୁଟି ଆଗରେ ବେଳେ ବେଳେ ସଠତା ଆଚରଣ କରିଥାନ୍ତି। କେତେବେଳେ ଟିକେ ବିରକ୍ତ ହେଇ ସେ କଣ କରିଥାନ୍ତି ନା ତାକୁ ବିମୁଖ ହୋଇ ସମାଧିରେ ବସିଥାନ୍ତି। ସେତେବେଳେ ମୃଗ ଭରତ ମୁନିଙ୍କ ପାଖକୁ ଆସୁଥିଲା। କଅଁଳିଆ କଅଁଳିଆ ସିଂହ ଦୁଇଟି, କୃଷ୍ଣ ମୃଗ ଥିଲା। ତେଣୁ କଅଁଳିଆ କଅଁଳିଆ ସିଂହ ଦୁଇଟାରେ ଭରତ ମହାରାଜଙ୍କର ଦେହରେ ଟିକେ ଘଷି ହେଇଯାଉଥିଲା, ଟିକେ ଗେଲ ହେଇଯାଉଥିଲା। ଭରତ ମହାରାଜ ତାକୁ ମନେ ପକାଉଛନ୍ତି। आशादीत हविषि हविषि दूषिते मयोपलब्धो भीत भीत शपद्युपरत रास ऋषि कुमारवद अवहित करण कलाप हस्ते। ସେ ମନେ ପକାଉଛନ୍ତି ଯେତେବେଳେ ମୁଁ ଟିକେ କୁଶ ଆଣିବା ପାଇଁ, ସମିଦା ଆଣିବା ପାଇଁ, ଫୁଲ ଟିକେ ଆଣିବା ପାଇଁ ବନରୁ ଯାଇଥାଏ, ଅତି କଷ୍ଟରେ ତାକୁ ସଂଗ୍ରହ କରି ଆଣି ଭଗବାନଙ୍କ ନିମନ୍ତେ ରଖିଥାଏ।
ସେଥିରେ ବାଳୁତ ମୃଗ ଶିଶୁଟି ଅଜ୍ଞାନ ବଶତଃ ସେଥିରେ ମୁହଁ ମାରି ଦେଉଥାଏ, ଅପବିତ୍ର କରିଦେଉଥାଏ। ମୁଁ ଟିକେ ବିରକ୍ତ ହେଇଯାଏ ଏବଂ ମୁଁ ତାକୁ ଧମକ ଦିଏ, ମୁଁ ତାକୁ ଗାଳି ଦିଏ। ବିଚାରା ମୋର ଗାଳିରେ ଏହି ପ୍ରକାର ଡରି ଯାଉଥିଲା ଏବଂ ସେ ମୋର ପୂଜା ସରିବା ପର୍ଯ୍ୟନ୍ତ ଆଉ ମୋ ପାଖକୁ ଆସୁନଥିଲା। ଯେମିତିକି ଗୋଟିଏ ରୋଷେଇ ତାହାର ସମସ୍ତ ଇନ୍ଦ୍ରିୟକୁ ସଂଯମ କରି ଗୋଟିଏ ଜାଗାରେ ସମାଧିସ୍ଥ ହେଇଯାଏ। ମୋର ଗାଳିରେ ସାଧାରଣ ମୃଗ ଶିଶୁଟି ତାହାର ଡିଆଁ କୁଦକୁ ସବୁ କିଛିକୁ ତ୍ୟାଗ କରିଦେଇ ସେଇ ପ୍ରକାର ଚୁପଚାପ ଗୋଟିଏ କଣରେ ବସି ରହୁଥିଲା। ଯେତେବେଳେ ରାଜା ଭରତ କିମ୍ବା ଅରେ ଆଚରିତଂ ତପସ୍ତପସ୍वी ନ୍ୟାନ୍ୟୟା ଯଦୀୟ ମବନି ସବିନୟ କୃଷ୍ଣ ସାର ତନୟ ତନୁତର ସୁଭଗ ଶିବତ ମାଖର ଖୁରପଦ ପଙ୍କ୍ତି ବିଦ୍ରବୀଣ विधुरा तुरस्य कृपणस्य मम द्रवीण पदवीं सूचयन्त्यात् मानं च सर्वतः कृत कौतुकं द्विजानं स्वर्गापवर्ग कामानां देवो यजनं करोति। ଯେତେବେଳେ ରାଜା ଭରତ ବର୍ତ୍ତମାନ ମୁନି ଭରତ ଭୂମିରେ ସେ ଛୋଟ ହରିଣର ଛୋଟ ଛୋଟ ପାଦର ଯେଉଁ ଖୁରାକୁ ଦେଖନ୍ତି, ଖୁରା ଚିହ୍ନକୁ ଦେଖନ୍ତି, କହନ୍ତି ଆହା ଏ ଧରତୀର କେତେ ସୌଭାଗ୍ୟ। ମୁଁ ମୃଗଟି ହଜିଯିବାରୁ ବ୍ୟାକୁଳ ହେଉଛି, କିନ୍ତୁ ଏହି ଶିଶୁ କୃଷ୍ଣ ସାର ମୃଗର ଏ ଯୋଉ ଛୋଟ ଛୋଟ ସୁକମଳ ଚରଣର ଯୋଉ ଚିହ୍ନ ରହିଛି, ଏ ଧରତୀ ସର୍ବାଙ୍ଗେ ତାକୁ ବିରାଜିତ କରି ରଖିଛି। ସତେ ଯେମିତି ସ୍ୱର୍ଗ ଏବଂ ମୁକ୍ତିର ଇଚ୍ଛୁକ ବ୍ରାହ୍ମଣ ମାନେ ସତେ ଯେମିତି ଯଜ୍ଞ ପାଇଁ ସ୍ଥାନ କରି ନେଇଛନ୍ତି। ଯଜ୍ଞର ସ୍ଥାନ ଏ ଧରତୀ ପାଇଁ ପୁଣ୍ୟ ହେଇଥାଏ। ତ ରାଜା ଭରତ ହରିଣର ଏ ଖୁରା ଚିହ୍ନକୁ ମଧ୍ୟ ତାହା ସହିତ ତୁଳନା କରିବାରେ ଆରମ୍ଭ କରିଦେଲେ। अपि सिदोषो भगवान उडुपति रेनं मृगपति भयान मृत मातरं मृग बालकं स्वाश्रम परिभ्रष्ट मनुकंपाया कृपण जनवत्सल परिपाति। ଆମେ ଦେଖିଥିବା ଚନ୍ଦ୍ରରେ କଳା ସବୁ ଦାଗ ଆସିଥାଏ। କେତେବେଳେ କେଉଁ ପ୍ରକାର ଦାଗ, ତ ଚନ୍ଦ୍ରର ସେଇ କଳା ଦାଗ ମୁନି ଭରତଙ୍କୁ ଗୋଟିଏ ମୃଗ ପରି ଦେଖାଯାଉଛି। ଏବଂ ତାହାକୁ ଦେଖି ସେ ଭାଳନୀ କରୁଛନ୍ତି, ମାଟି ତ ସିଂହ ଭୟରେ ମରିଗଲା ଏବଂ ଶିଶୁଟି ବାଟ ବୁଲି କୁଆଡେ ଚାଲିଗଲା।
ବିଚାରଟା ଅନାଥ। ତେଣୁ ସ୍ୱୟଂ ଚନ୍ଦ୍ର ତା ପ୍ରତି କୃପା କରି ତାକୁ ନିଜ ପାଖକୁ ନେଇଯାଇଛନ୍ତି। ନିଜ ପାଖରେ ତାକୁ ରକ୍ଷା କରୁଛନ୍ତି। ଚନ୍ଦ୍ରର ଶୀତଳ କିରଣରେ ଯେତେବେଳେ ସେ ଆହ୍ଲାଦିତ ଅଛନ୍ତି, ନିଜେ ଚନ୍ଦ୍ର କିରଣରେ ରହିଛନ୍ତି, ସେତେବେଳେ ସେ କହୁଛନ୍ତି କିମ୍ବା ତ୍ୱଜ ବିଶ୍ଳେଷ ଜ୍ୱର ଦବ ଦହନ ଶିଖାଭି ରୂପ ତପ୍ୟମାନ ହୃଦୟ ସ୍ଥଳ ନଳିନୀକಂ ମାମୁପସୃତ ମୃଗୀ ତନୟଂ ଶିଶିର ସନ୍ତାನುರಾಗ ಗುಣಿತ ನಿಜ ಬದನ ಸಲಿಲಾಮೃತಮಯ ಗವಸ್ತಿವಿ ಸೋ ଧୟତୀତି ଚ। ସେ ମନେ ପକାଉଛନ୍ତି ନା ମୁଁ ମୋର ପୁତ୍ର ମାନଙ୍କ ଠାରୁ ଦୂରେଇ ଆସିଥିବା କାରଣରୁ, ମୋର ସନ୍ତାନ ମାନଙ୍କ ଠାରୁ ଦୂରେଇ ଆସିଥିବା କାରଣରୁ ଯୋଉ ବିୟୋଗର କିଛି ଯନ୍ତ୍ରଣା ମୋ ଭିତରେ ରହିଥିଲା, ମୋ ହୃଦୟ ସେଥିରେ ଦଗ୍ଧ ହୋଇ ଏ ମୃଗ ଶିଶୁକୁ ଆପଣେଇ ନେଇଥିଲା। ବର୍ତ୍ତମାନ ସେ ମୃଗ ଶିଶୁଟି ମୋ ଠାରୁ ଦୂରେଇ ଗଲା। ତେଣୁ ମୋ ହୃଦୟ ଭିତରେ ଯୋଉ ଜ୍ୱଳନ, ଯାହାକି ଲିଭି ଯାଇଥିଲା, ବର୍ତ୍ତମାନ ତାହା ଆହୁରି ଜଳିବାର ଆରମ୍ଭ ହେଇଛି। ତେଣୁ ବୋଧହୁଏ ଚନ୍ଦ୍ର ତାଙ୍କର ସେଇ ଶାନ୍ତ ଶୀତଳ ସ୍ନେହପୂର୍ଣ୍ଣ ଅମୃତ କିରଣ ଦ୍ୱାରା ମତେ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି, ମତେ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ହେ ରାଜନ, ମୁନି ଭରତ, ବାସ୍ତବରେ ଯାହା ପୂର୍ଣ୍ଣ ହେବା ସର୍ବଦା ଅସମ୍ଭବ, ସେଇ ପ୍ରକାର ହୃଦୟରେ ବ୍ୟାକୁଳତା ରଖିବା କାରଣରୁ, ଯୋଉ ବ୍ୟାକୁଳତା କେବେ ପୂର୍ଣ୍ଣ ହେବ ନାହିଁ, ସେଇ ପ୍ରକାର ବ୍ୟାକୁଳତାକୁ ହୃଦୟରେ ରଖିବାର କାରଣରୁ ଭରତ ମୁନିଙ୍କର ଚିତ୍ତ, ମନ, ବୁଦ୍ଧି, ଚିତ୍ତ, ମନର ବ୍ୟାକୁଳତାର କାରଣ ତାହା ଚିତ୍ତ ଉପରେ ପ୍ରଭାବ ପକେଇଲା ଏବଂ ଚିତ୍ତ ସର୍ବଦା ବ୍ୟାକୁଳ ହେବାରେ ଲାଗିଲା। ଏବଂ ମୃଗ ଶିଶୁକୁ ଦେଖା ଦେଇଥିବା ନିଜର ପ୍ରାରବ୍ଧ କର୍ମ ହେତୁ ମୃଗ ଶିଶୁ ସହିତ ଭରତ ମୁନିଙ୍କର ଏହି ମିଳନ ହେଉଛି ପ୍ରାରବ୍ଧ। ସେଇ ପ୍ରାରବ୍ଧ କର୍ମରେ ତପସ୍ୱୀ ଭରତଙ୍କର ଭଗବତ ଆରାଧନା, ଯୋଗାନୁଷ୍ଠାନ ये ସବୁ ବିଚ୍ୟୁତ ହେଇଗଲା। ନଚେତ୍ ହେ ରାଜନ,
जे पितांकर कथा को मने पकाई निजर पुत्र मानंको राज्य भार धन संपदा इत्यादि प्रदान करी राज्य को त्याग करी पुत्र कलत्र को त्याग करी दे भगवान का उद्देश्य रे पुलस्त ऋषिंकर आश्रम रे आसी प्रणव ओंकार जब नियम आसन समाधि इत्यादि रथ थिले से एक अन्य जाति साधारणतः मनुष्य मनुष्य को प्रेम करिଥାଏ तार गोटे शरीर रूप रे प्रेम करिଥାଏ किंतु मृग ये रूप नुहे ये भरतଙ୍କ रूप नुहे तेबे भी ता प्रति प्रेम जागृत कले ताठारु प्रेम आशा कले एपरि भावरे राजा भरत आध्यात्मिक कर्मर भगवत कर्मर कार्य बाधा प्राप्त कले समस्त कर्मर विघ्न से बसीभूत हो गले जोग साधना भ्रष्ट हो गले और शांति रे बसी पार नथिले जेते आमे पढ़ीचे त्रिसंध्यार से तीनी मुहूर्त हम उच्चारण करते तीनी मुहूर्त पर्यंत तीनी संध्यारे दिन को प्राय 9 मुहूर्त कहवा को गले प्रायतः 8 घंटा जे प्रणव उच्चारण करुले एकाग्र भाव रे से सब भूली गले ए मृग छुआ को लालन पालन करवा आदर स्नेह करिवारे से सर्वदा व्यस्त रहिले इस शरीर कर्म रे से एते लिप्त रहिले जे वास्तव रे तांकर जो आत्म स्वरूप आत्म परिचय से ताको भूली गले भरत महाराज होचंती आत्मा इस शरीर रे तो शीत ग्रीष्म आसीब सुख दुख आसीब स्नेह ममता आसक्तता आसीब एवं जीव ये रहिबो नहीं ये आसीब एवं जीव ये ज्ञान थाई मध्य भरत महाराज से आत्म स्वरूप को भूली गले शरीर आसक्ति रे मृग सहित बंधन रे बांधी हो गले जेमिति की काल कराल काल मूषा गातरे आसी फसी जाई थाए अर्थात मूषार घर से भितर कराल काल सर्प आसी मूषा को ही ग्रास करी देता है तो सही प्रकार भरत कराल काल आसक्ति द्वारा ग्रसित हेले आसक्ति द्वारा ग्रसित हेले तदानीमपि पार्श्ववर्तिनम् आत्मजमिवानुशोचतम् अविवीक्ष्यमाणो मृग एवा विनिवेशि तमना विसृज्य लोकमीमांसा मृगेण कळेवरं मृतमनुना मृतजन्म नु स्मृति ऋतरवन् मृग शरीरमवाप
ଯେତେବେଳେ ସେ ମୃଗ ଛୁଆଟି ତାଙ୍କ ନିକଟରେ ବସି କୌଣସି କାରଣରୁ କାନ୍ଦୁଥିଲା, ଦୁଃଖ କରୁଥିଲା, ସେତେବେଳେ ଭରତ ତାହାର ଦୁଃଖର ବ୍ୟାକୁଳତାକୁ ଜାଣିପାରି ତାକୁ ହୃଦୟରେ ଜାବୁଡ଼ି ଧରୁଥିଲେ। ସେଇ କଥାକୁ ସେ ମନେ ପକାଉଛନ୍ତି। ହୃଦୟଟା କେବଳ ସମ୍ପୂର୍ଣ୍ଣ ରୂପେ ସେ ମୃଗର ଚିନ୍ତନରେ ଭରତଙ୍କର ପରିପୂର୍ଣ୍ଣ ହେଇଗଲା ଏବଂ ତାହାର ବିୟୋଗ ଭରତ ମହାରାଜଙ୍କୁ ସମ୍ପୂର୍ଣ୍ଣ ରୂପେ ଶୋକାତୁର କରିଦେଲା ଏବଂ ସେହି ଶୋକରେ ଭରତ ମହାରାଜ ମୃତ୍ୟୁ ପ୍ରାପ୍ତ କଲେ। हे राजन, सुखदेव मुनि कहते परीक्षित महाराज को, हे राजन, शेष समय मध्य भरत महाराज से मृगर चिंतन करिथिबा कारणरू साधारण मनुष्यर चिंतन रे जो प्रकार शरीर प्राप्त होता है, भगवान ताहार चिंतन भगवान कहते गुण कर्म अनुसार मु जन्म देता है एवं मनुष्यर से चिंतन कारण ताको गोटे मृग रूप बा मृगर शरीर नहीं जन्म होगा पड़ा भरत महाराज को। किंतु भरत महाराज साधना रे पूर्ण थे, अत्यधिक साधना करते, तेणु मृगटी हुई जन्म हेले मध्य तांकर पूर्व जन्मर स्मृति नष्ट हो नथिला। एवं से कारण से मृगजनी प्राप्त हेबार कारण को बुझी पारी थिले। क्यों कारणरू से मृगजनी प्राप्त होते ताकि से बुझी पारी थिले एवं से म्रियमाण हुई पश्चाताप करुथिले। एवं से चिंता करुथिले जे संजनशील संयमित ब्रह्म मार्गरु मु क्यों प्रकार विच्युत हो गले, मु क्यों प्रकार पतन हो गली। मु तो धैर्यर सहित सकल प्रकार आसक्ति को पुत्र पौत्र कलत्र राज्य धन संपद को त्याग कर दे भगवत चिंतन रे पुलस्त्य आश्रम रे रही भगवत चिंतन रे मग्न थिली। अति संयमर सहित सबकिछि मु त्याग कर देइथिली, किंतु मृग मोर आसक्तिर कारण है गला। जो मन को मु सर्वभूत रे परिव्याप्त से वासुदेवंकर चरण कमल रे समर्पित कर देइथिली, निरंतर तांकर गुण को निरंतर तांकर सही मूर्ति को चिंतन करुथिली। भगवानंकर गुण कीर्तन चिंतन रे मोर समस्त समय अतिबाहित होता। मु समस्त समय को भगवानंकर चरण कमल रे सद विनियोग कर देइथिले। हठात मन भितरे ये मृगर प्रति जो आसक्ति मोर जागृत हला
ତାହା ମୋର ଚିତ୍ତକୁ ଲକ୍ଷ୍ୟଚ୍ୟୁତ କରିଦେଲା। ତାହା ମୋର ଚିତ୍ତକୁ ଲକ୍ଷ୍ୟଚ୍ୟୁତ କରିଦେଲା। ଏ ପ୍ରକାର ଭାବରେ हे राजन, इत्येवं निगूढ़ निर्वेदो विसृज्य मृगिं मातरं पुनर्भगवत क्षेत्रम उपशमशील मुनिगण दयितं शालग्रामं पुलस्त्य पुलहाश्रमं कालं जरात प्रत्याजगाम। ए प्रकार भावरे मृगर शरीर को प्राप्त हे राजस्य भरत निज हृदय भितर वैराग्यर भावना को जागृत करे, किंतु से भावना प्रकाश न करी से निज भितर ताको गुप्त करी रखिले। कौन से आसक्ति न रखी माता मृगी को से त्याग करदेले एवं पुनर्वार जो स्थान रे से भगवान सहित एक चित्त रही से पुल आसम को पुनर्वार प्रत्यावर्तन कले। निजर जन्मस्थान अर्थात से मृग रूप कालंजर पर्वत रे जन्म नहीं से पर्वतरु से पुणी से पुनः स्तम को प्रत्यागमन कले। जहाँकि अति संत शालाग्राम तीर्थ तिला गंडुकी नदी जोटि शालाग्राम प्राप्त होता है तो से स्थान रे से पुनर्वार प्रत्यावर्तन कले एवं से स्थान रे से रही काल को अपेक्षा कले, जीवन समाप्ति को अपेक्षा कले एवं सदा संयमित रहिले आउ जमिति कौन से आसक्ति तांकर मन को स्पर्श करि परिबो नाही। तेणु से एकांत अन्यर प्रभाव न पड़िबो से कारणରୁ एकांत रहिले सुखिला पत्र ही केवल भक्षण कले, खाद्य रे संयम बाह्य संयम एकांत द्वारा ए प्रकार से जीवन निर्वाह करने को लगिले। जो कारण से मृगजनी प्राप्त करिसंती से प्रारब्ध को नष्ट करिवार समस्त प्रकार प्रयत्न करिवार लगिले एवं से सफल हेले। शेषरे से निज शरीर गंडुकी नदी भितर बुड़ाई रखिले आरंभ कले। तस्मिन्नपि कालं प्रतीक्षमाणः संगाज वृष मुदिग्न आत्म सहचरः शुष्क पत्न तृण विरुधा वर्तमान मृगत्व निमिता वशानम एव गणयन मृग शरीरम तीर्थोदक क्लिंग नमुस्सर्ज। गंडुकी नदी रे मृग रूपी भरत अधा बुड़ी रही भगवान को व्याकुल चित्तरे डाकिवा को लगिले एवं निजर प्राण त्याग मध्य करिदेले एवं शेषरे से प्राण त्याग मध्य करिदेले।